ରାଧେ ରାଧେ କହିବା ଦ୍ୱାରା କ'ଣ ଆମର ସବୁ କଷ୍ଟ ଦୂର ହୋଇଥାଏ? ରାଧା ନାମର ମହିମା। ଥରେ ଜଣେ ସନ୍ଥ ଗାଁ ନିକଟସ୍ଥ ଏକ ଆଶ୍ରମରେ ଭାଗବତର ସାପ୍ତାହିକ କଥା ଶୁଣାଉଥିଲେ। ତୃତୀୟ ଦିନର ଭାଗବତ କଥାରେ ସେ କହିବାକୁ ଲାଗିଲେ, ଅନେକ ପ୍ରକାରର ଲୋକ ଯେଉଁମାନେ ପାପ କରନ୍ତି ସେମାନଙ୍କୁ ନର୍କକୁ ଯିବାକୁ ପଡ଼ିଥାଏ, କିନ୍ତୁ ଏମିତି ଏକ ଉପାୟ ଅଛି ଯାହାଦ୍ୱାରା ନର୍କକୁ ଯିବାରୁ ରକ୍ଷା ମିଳିପାରେ। ଥରେ କେହି ସଚୋଟ ହୃଦୟରେ ରାଧା ନାମ ଜପ କଲେ ସେ ନର୍କଗାମୀ ହୁଏ ନାହିଁ। ଜଣେ ସେଠଜୀ ଯିଏ ପ୍ରତିଦିନ ଆସି ସତ୍ସଙ୍ଗ ଶୁଣୁଥିଲେ, ସତ୍ସଙ୍ଗ ସରିବା ପରେ ସେ ସାଧୁଙ୍କ ପାଖକୁ ଆସି ଜୋରରେ କାନ୍ଦିବାକୁ ଲାଗିଲେ। ସନ୍ଥ କହିଲେ, ସେଠଜୀ, ଆପଣ କାହିଁକି କାନ୍ଦୁଛନ୍ତି? ଆପଣଙ୍କ ମନ କାହିଁକି ଦୁଃଖିତ? ସେଠଜୀ କହିଲେ, ପ୍ରଭୁ, ଆପଣଙ୍କ କୃପାରୁ ମୁଁ ସବୁ କିଛି ପାଇଛି, କିନ୍ତୁ ମୋ ମନରେ ଏକ ବଡ଼ ଚିନ୍ତା ଅଛି। ସନ୍ଥ କହିଲେ, ମୋତେ କୁହ, କ'ଣ ଚିନ୍ତା ଅଛି? ସେଠଜୀ କହିଲେ, ଆଜି ଆପଣ ଭାଗବତ କଥାରେ ନର୍କ ବିଷୟରେ ବର୍ଣ୍ଣନା କରିଛନ୍ତି ଏବଂ ବର୍ଣ୍ଣନା କରିଛନ୍ତି ଯେ ଜୀବମାନଙ୍କୁ ପାପକର୍ମ ଦ୍ୱାରା ନର୍କର ପ୍ରାପ୍ତ ହୋଇଥାଏ, କିନ୍ତୁ ଗୋଟିଏ ଉପାୟ ଅଛି ଯାହାଦ୍ୱାରା ନର୍କଗାମୀ ହେବାରୁ ବଞ୍ଚିପାରିବ। ତେଣୁ ପ୍ରଭୁ, ମୁଁ ଆପଣଙ୍କର ଆଶ୍ରୟକୁ ଆସିଛି। ମୁଁ ପ୍ରତିଦିନ ସତ୍ସଙ୍ଗ ଶୁଣିବା ଆସେ। ମୋ ମନରେ ଏକ ବିଶ୍ୱାସ ରହିଛି ଯେ ଆପଣଙ୍କ କୃପାରୁ ଓ ଭାଗବତଙ୍କ କୃପାରୁ ମୁଁ ନିଶ୍ଚୟ ଉଦ୍ଧାର ହେବି। କିନ୍ତୁ ମୋର ଗୋଟିଏ ସାନ ଭାଇ ଅଛି ଯାହାର ବୟସ 50 ବର୍ଷ। ସେ ସତ୍ସଙ୍ଗକୁ ଯାଏ ନାହିଁ, ଭଗବାନଙ୍କୁ ବିଶ୍ୱାସ କରେ ନାହିଁ କିମ୍ବା ଭଗବାନଙ୍କ ନାମ ମଧ୍ୟ ଜପ କରେ ନାହିଁ। ସେ କିପରି ଉଦ୍ଧାର ପାଇବ? ଏହି କଥା ନେଇ ମୁଁ ବହୁତ ଚିନ୍ତିତ। ଏଥିପାଇଁ ମୁଁ ତାକୁ ମଧ୍ୟ ଅନେକ ଥର ବୁଝାଇବାକୁ ଚେଷ୍ଟା କରିଛି। ସଂସାରର କାମ ତ ଜାରି ରହିବ, ଭଗବାନଙ୍କ ନାମ ମଧ୍ୟ ମନେ ମନେ ଜପ କରିବା ଉଚିତ। କିନ୍ତୁ ସେ କୁହେ, ଏପରି କରିବା ଦ୍ୱାରା କିଛି ହୁଏ ନାହିଁ। ଏହା ତୁମେ ମଧ୍ୟ କର ନାହିଁ। ମୁଁ ଯେତିକି ବିଶ୍ୱାସୀ ଓ ପ୍ରଭୁଙ୍କ ଉପରେ ମୋର ଯେତିକି ବିଶ୍ୱାସ ଅଛି, ସେ ସେତିକି ଧର୍ମାନ୍ଧ ଓ ନାସ୍ତିକ। ତାପରେ ସନ୍ଥ ଜଣକ କହିଲେ, ତୁମେ କାହିଁକି ଚିନ୍ତା କରୁଛ? ଦିନେ ସେ ବି ଉଦ୍ଧାର ହୋଇଯିବ। ସେଠଜୀ କହିବାକୁ ଲାଗିଲେ, ହେ ପ୍ରଭୁ, ସେ କେବେ ଉଦ୍ଧାର ହେବ? ଆପଣଙ୍କ ଭଳି ମହାପୁରୁଷ ଆମ ଗାଁକୁ ଆସିଛନ୍ତି। ମୁଁ ଆପଣଙ୍କ ଉପରେ ହିଁ ବିଶ୍ୱାସ କରେ। ଆପଣ ହିଁ ତାକୁ ଉଦ୍ଧାର କରିପାରିବେ। ଏବେ ଦୟାକରି ଆପଣ ମୋ ଘରକୁ ଆସନ୍ତୁ ଏବଂ ଯେଉଁପରି ହେଲେ ମଧ୍ୟ ତା ମୁଖରୁ ଶ୍ରୀ ରାଧା ନାମ ଉଚ୍ଚାରଣ କରାନ୍ତୁ। ତାପରେ ସେଠଜୀଙ୍କ ଅନୁରୋଧ ଶୁଣି ସନ୍ଥ କହିଲେ, ଆସନ୍ତାକାଲି ସତ୍ସଙ୍ଗ ସରିବା ପରେ ମୁଁ ତୁମ ଘରକୁ ନିଶ୍ଚୟ ଆସିବି ଏବଂ ତାଙ୍କୁ ଭଗବାନଙ୍କ ସୁମିରଣ ଅବଶ୍ୟ କରାଇବି। ପରଦିନ ସେଠଜୀ ତାଙ୍କ ଘରକୁ ଗଲେ। ସେମାନେ ସନ୍ଥଙ୍କ ଆସିବାକୁ ଅପେକ୍ଷା କରିଥିଲେ। ଆଶ୍ରମରେ ଭାଗବତ କଥା ସମାପ୍ତ ହେବା ପରେ ଏବେ ସନ୍ଥଜୀ ତାଙ୍କ ପ୍ରତିଶ୍ରୁତି ଅନୁଯାୟୀ ସେଠଜୀଙ୍କ ଘରେ ପହଞ୍ଚିଥିଲେ। ଘରେ ପହଞ୍ଚିବା ମାତ୍ରେ ସେଠଜୀ ସାଧୁମାନଙ୍କର ଅତ୍ୟନ୍ତ ଶ୍ରଦ୍ଧାର ସହ ସ୍ୱାଗତ କରିଥିଲେ। ସେ ତାଙ୍କ ଭାଇଙ୍କୁ ଡାକି କହିଲେ, ଆଜି ଜଣେ ସାଧୁ ଆମ ଘରକୁ ଆସିଛନ୍ତି, ତାଙ୍କର ଦର୍ଶନ କରନ୍ତୁ। ସେ ଭିତରେ ବସି କହିଲେ, ମୁଁ କୌଣସି ସନ୍ଥକୁ ଭେଟିବାକୁ ଚାହୁଁ ନାହିଁ କି ଭଗବାନଙ୍କୁ ଭେଟିବାକୁ ଚାହେଁ ନାହିଁ। ତୁମେ ହିଁ ତାଙ୍କର ସେବା କର ଏବଂ ତୁମେ ହିଁ ତାଙ୍କୁ ଖାଇବାକୁ ଦିଅ। ସନ୍ଥଜୀ ଯେତେବେଳେ ଏହିସବୁ କଥା ଶୁଣିଲେ, ତାପରେ ସେଠଜୀ ମନ ଦୁଃଖରେ କହିବାକୁ ଲାଗିଲେ, ପ୍ରଭୁ, ଦେଖିଲେ ତ, ସେ ଆପଣଙ୍କ ସାମ୍ନାରେ ଆପଣଙ୍କୁ ଅପମାନିତ କରୁଛି। ସନ୍ଥଜୀ କହିବା ଆରମ୍ଭ କଲେ ଯେ ସେଠଜୀ, ଚିନ୍ତା କର ନାହିଁ, ସବୁ କିଛି ଭଲ ହିଁ ହେବ। ଏବେ ସେଠଙ୍କୁ ସାନ୍ତ୍ୱନା ଦେଇ ସାଧୁ ଜଣକ ବସିବା ସ୍ଥାନରୁ ଓହ୍ଲାଇ ସେଠଙ୍କ ଭାଇଙ୍କ କୋଠରୀକୁ ଆସି ତାଙ୍କ କାନ୍ଧରେ ହାତ ରଖି କହିଲେ, ମୋତେ କୁହ, ଆଜି ପର୍ଯ୍ୟନ୍ତ କେତେ ରୋଜଗାର କରିଛ? ସାଧୁଙ୍କୁ ଏଭଳି ନିଜ ପାଖରେ ଠିଆ ହୋଇଥିବା ଦେଖି କହିଲେ, ମୋ କାନ୍ଧରୁ ତୁମ ହାତ ହଟାଇ ଦିଅ। ମୁଁ ସାଧୁ କିମ୍ବା ଭଗବାନଙ୍କୁ ବିଶ୍ୱାସ କରେ ନାହିଁ। ଲୋକମାନେ ଯେତିକି ବିଶ୍ୱାସୀ, ମୁଁ ସେତିକି କଠୋର ନାସ୍ତିକ। ମୁଁ ଭଗବାନଙ୍କୁ କେବେ ବି ବିଶ୍ୱାସ କରିବି ନାହିଁ। ତୁମେ କାହିଁକି ମୋ ପାଖକୁ ଆସିଛ? ସାଧୁ କହିଲେ, ମୁଁ ମୋ କାମ କରିବାକୁ ଆସିଛି। ସାଧୁ ସନ୍ଥଙ୍କ କାମ ହେଉଛି ଲୋକଙ୍କୁ ବଞ୍ଚାଇବା। ଯଦି ଆଜି ମୋତେ ତୁମର ଉଦ୍ଧାରର କାମ ମିଳିଛି, ତେବେ ମୁଁ ନିଶ୍ଚୟ କରିବି। ସେ ସେଠଙ୍କ ଭାଇ ମଧ୍ୟ ବହୁତ କଠୋର ଥିଲେ। ସେ କହିଲେ, ତୁମକୁ ଯାହାର ବି ଉଦ୍ଧାର କରିବାକୁ ଅଛି ତାହା କରନ୍ତୁ, କିନ୍ତୁ ତୁମେ ମୋର ଉଦ୍ଧାର କରିପାରିବ ନାହିଁ। ମୁଁ କିଛି ବି କରିବି ନାହିଁ। ସେଠଙ୍କ ଭାଇଙ୍କୁ ଦେଖି ସନ୍ଥଜୀ ହସି କହିଲେ, ଥରେ ରାଧେ ରାଧେ କୁହ। ସେ ସେଠଜୀଙ୍କ ଭାଇ କହିଲେ ଯେ ମୁଁ କିଛି କହିବି ନାହିଁ। ସନ୍ଥଜୀ ପୁଣି କହିଲେ, ଥରେ ରାଧେ ରାଧେ କହିଦିଅ। ସେ କହିବେ ନାହିଁ ବୋଲି କହିଥିଲେ। ତାପରେ ସନ୍ଥ କହିଲେ, ରାଧେ ରାଧେ କୁହ। ସେ କହିଲେ, ମୁଁ କହିଲି ନା, ମୁଁ କହିବି ନାହିଁ।
ତାପରେ ସନ୍ଥଜୀ ପୁଣି ସେଠଜୀଙ୍କ ପାଖକୁ ଆସି କହିଲେ, ଏବେ ତୁମେ ମୋତେ ଏକ ଦାୟିତ୍ୱ ଦେଇଛ। ଏବେ ଏହି କାର୍ଯ୍ୟକୁ ଯେମିତି ହେଲେ ବି ମୁଁ କରିବି। ତୁମେ ମଝିରେ ପଶିବ ନାହିଁ। ସାଧୁ କହିଲେ, ପରିବାରର ସମସ୍ତ ସଦସ୍ୟ ବାହାରକୁ ଯାଇ ବସିଯାଆନ୍ତୁ। ଯେତେ ସମୟ ପର୍ଯ୍ୟନ୍ତ ମୁଁ ତୁମକୁ ଡାକିବି ନାହିଁ, ପରିବାରର ଜଣେ ବି ସଦସ୍ୟ ଏହି କୋଠରୀକୁ ଆସିବ ନାହିଁ। ଏବେ ସେଠଜୀ ନିଜ ପରିବାର ସହ ବାହାରକୁ ଚାଲି ଆସିଲେ। ଏବେ ସେହି କୋଠରୀରେ କେବଳ ସନ୍ଥଜୀ ଓ ସେଠଜୀଙ୍କ ଭାଇ ଥିଲେ। ସନ୍ଥଜୀ ପୁଣି ପ୍ରେମରେ କହିଲେ, ହେ ଭାଇ, ଥରେ ରାଧେ ରାଧେ କୁହ। ସେ କହିଲା, ମୁଁ ତୁମକୁ ମନା କଲି ନା, ମୁଁ କହିବି ନାହିଁ। ମୁଁ ଭଗବାନଙ୍କୁ ବିଶ୍ୱାସ କରେ ନାହିଁ, କିମ୍ବା ଭଗବାନଙ୍କ କଥା ମଧ୍ୟ ବିଶ୍ୱାସ କରେ ନାହିଁ। ମୁଁ ଜଣେ କଠୋର ନାସ୍ତିକ। ସନ୍ଥଜୀ ପୁଣି ପ୍ରେମରେ ହସି କହିଲେ, ତୁମେ ଯେତିକି କଠୋର ନାସ୍ତିକ, ମୁଁ ସେତିକି ବିଶ୍ୱାସୀ। ଯଦି ମୁଁ ସ୍ଥିର କରିଛି, ମୁଁ ତୁମ ପାଟିରୁ ରାଧା ନାମ ଶୁଣିବା ପରେ ହିଁ ଯିବି, ଏବଂ ଏହା ନିଶ୍ଚିତ ଯେ ତୁମ ପାଟିରୁ ରାଧାଙ୍କ ନାମ ବାହାରିବ। ସେ କହିଥିଲେ, ତୁମେ ଯେତେ ଚେଷ୍ଟା କଲେ ବି ମୁଁ ଥରେ ବି ନାମ ନେବି ନାହିଁ। ଦେଖିବାକୁ ଗଲେ ସନ୍ଥ ସାଧୁମାନେ ତ ବହୁତ ଦୟାଳୁ ହୋଇଥାନ୍ତି, କିନ୍ତୁ ସେ ସେଠଙ୍କ ଭାଇଙ୍କ ହାତ ଧରି ଜୋରରେ ମୋଡ଼ିବାକୁ ଲାଗିଲେ। ଏବେ ତାଙ୍କୁ 50 ବର୍ଷ ହୋଇଥିଲା। ସାଧୁ ମଧ୍ୟ ବୟସ୍କ ଥିଲେ, କିନ୍ତୁ ସାଧୁମାନଙ୍କ ଭିତରେ ଭକ୍ତିର ତୀବ୍ରତା ଥାଏ। ସେ ଜୋରରେ ସେଠଙ୍କ ଭାଇର ହାତକୁ ମୋଡ଼ିଦେଲେ। ହାତ ମୋଡ଼ି ସାଧୁ ପୁଣି କହିଲେ, ରାଧେ ରାଧେ କୁହ। ସେ କହିବେ ନାହିଁ ବୋଲି କହୁଥିଲେ। ଏବେ ସାଧୁ ଜୋରରେ ହାତ ମୋଡ଼ି ସେଠଙ୍କ ଭାଇକୁ ତଳେ ପକାଇଦେଲେ ଏବଂ ନିଜେ ତାଙ୍କ ଉପରେ ଚଢ଼ି ବସିଲେ ଏବଂ ସାଧୁ ପୁଣି ଥରେ କହିବା ଆରମ୍ଭ କଲେ, ରାଧେ ରାଧେ କୁହ। ସେ ପୁଣି କହିଲା, ମୁଁ କହିବି ନାହିଁ। ଏବେ ସାଧୁ ଜଣକ ତାଙ୍କ ଦୁଇ ହାତ ଓ ପାଦ ବାନ୍ଧି କହିଲେ, ରାଧେ ରାଧେ କୁହ। ଏବେ ଏଭଳି ଅବସ୍ଥାରେ ସେ ଭାବିଲେ, ଏହି ସାଧୁ ମୋତେ ମାରିଦେବ। ତାପରେ ସେ ବିନା ଇଚ୍ଛାରେ ଥରେ ରାଧେ ରାଧେ କହିଲେ। ସେ ରାଧେ ରାଧେ କହିବା ମାତ୍ରେ ସନ୍ଥଜୀ ହାତ ଗୋଡ଼ ଖୋଲିଲେ। ବାହାରକୁ ଆସି କହିଲେ, ସେଠଜୀ, ତୁମର କଲ୍ୟାଣ ହୋଇଛି, ତୁମ ଭାଇର ମଧ୍ୟ କଲ୍ୟାଣ ହୋଇଛି। ସେଠଜୀ କହିଲେ ଯେ ଭିତରୁ ବହୁତ ଜୋରରେ ଶବ୍ଦ ଆସୁଥିଲା। ତାପରେ ସନ୍ଥଜୀ କହିବା ଆରମ୍ଭ କଲେ ଯେ ତୁମେ କାମ ହିଁ ଏପରି ଦେଇଥିଲ। ଆପଣ କହିଲେ ସେ ଜଣେ ନାସ୍ତିକ, କେବେ କିଛି କହନ୍ତି ନାହିଁ। ଆଜି ତୁମ ଭାଇ ରାଧେ ରାଧେ ନାମ ଉଚ୍ଚାରଣ କରିଛନ୍ତି, ତାଙ୍କର କଲ୍ୟାଣ ହେଉ। ଏବେ ମୁଁ ଯାଉଛି। ଗତକାଲିଠାରୁ ପୁଣି ମୋର ଭାଗବତ କଥା ଅଛି। ଏବେ ସନ୍ଥଜୀ ନିଜ ସ୍ଥାନକୁ ଫେରିଗଲେ। ସେଠଙ୍କ ଭାଇ ତଳୁ ଉଠି ଭାଇକୁ କହିଲେ, ଏ କେମିତିକା ସାଧୁ? ସେ ମୋ ସହ ଝଗଡ଼ା କରିବାକୁ ଆସିଥିଲେ। ମୋ ଉପରେ ବସି କହିଲେ, ଯଦି ରାଧେ ରାଧେଙ୍କ ନାମ ଜପ ନ କରିବ, ତେବେ ମୁଁ ତୁମ ଉପରେ ଏମିତି ବସି ରହିବି। ଏବେ ସେଠଜୀ ତାଙ୍କ କଥା ଶୁଣି ହସିବାକୁ ଲାଗିଲେ। ସେ ହସି ହସି ଈଶ୍ୱରଙ୍କୁ ହୃଦୟରେ ଧନ୍ୟବାଦ ଦେଇ କହିଲେ, ହେ ପ୍ରଭୁ, ଆପଣଙ୍କର ସାଧୁ ମଧ୍ୟ ବହୁତ ଦୟାଳୁ ଅଟନ୍ତି। ସେ ନିଜେ ଦୁଃଖ କଷ୍ଟ ସହି ମଧ୍ୟ ଲୋକଙ୍କ କଲ୍ୟାଣ କରିଥାନ୍ତି। ଏହିପରି ଭାବରେ ସମୟ ବିତି ଚାଲିଲା। ମାତ୍ର 5ରୁ 6 ମାସ ବିତିଗଲା। ହଠାତ୍ ଦିନେ ସେଠଜୀଙ୍କ ସାନ ଭାଇଙ୍କର ମୃତ୍ୟୁ ଘଟିଥିଲା। ଦେହତ୍ୟାଗ କରିବା ପରେ ଆତ୍ମା ଶରୀରରୁ ଅଲଗା ହୋଇଯାଏ। ସେହି ଆତ୍ମା ଯମରାଜଙ୍କ ନିକଟକୁ ଯାଇ ସମସ୍ତ ହିସାବ ଦେଇଥାଏ। ଏବେ ଏହି ବ୍ୟକ୍ତିଙ୍କ ସମସ୍ତ ହିସାବ ଖୋଲାଯାଇଛି। ଯମରାଜ ଚିତ୍ରଗୁପ୍ତଙ୍କୁ କହିଲେ, ଆଜି ଆମ ପାଖକୁ ଅଣାଯାଇଥିବା ବ୍ୟକ୍ତିଙ୍କର ହିସାବ କ'ଣ? ଚିତ୍ରଗୁପ୍ତ ତାଙ୍କ କର୍ମର ବିବରଣୀ ଦେଖି କହିଲେ, ହେ ଭଗବାନ, ସେ ତାଙ୍କ ଜୀବନରେ କେବେ ବି ଭଗବାନଙ୍କ ନାମ ସ୍ମରଣ କରିନାହାନ୍ତି। ସବୁବେଳେ ପାପ ହିଁ ପାପ କରିଛନ୍ତି। ଏହାକୁ ସିଧା ନର୍କକୁ ପଠାଇ ଦିଅ। ଏବେ ଯମରାଜଙ୍କ ଆଦେଶ ଅନୁଯାୟୀ ତାଙ୍କୁ ନର୍କକୁ ପଠାଯିବା ପୂର୍ବରୁ ଚିତ୍ରଗୁପ୍ତ କହିଲେ, ପ୍ରଭୁ, ଆଉ ଗୋଟିଏ କଥା ଅଛି। ଯମରାଜ କହିଲେ, କଥା କ'ଣ? ଚିତ୍ରଗୁପ୍ତ କହିଲେ ଯେ ଥରେ ଏହି ବ୍ୟକ୍ତି ସନ୍ଥଙ୍କ ନିର୍ଦ୍ଦେଶରେ ରାଧା ନାମ ଉଚ୍ଚାରଣ କରିଥିଲେ। ଥରେ ରାଧା ନାମ ଉଚ୍ଚାରଣ କରିଥିଲେ କି? ଯମରାଜ ଦୂତମାନଙ୍କୁ କିଛି ସମୟ ପାଇଁ ଅଟକାଇବାକୁ କହିଲେ। ଏହି ବ୍ୟକ୍ତିର ହିସାବ କରାଯିବ, ତାହେଲେ ହିଁ ତାକୁ ନର୍କକୁ ପଠାଯିବ। ଯମରାଜ ପୁଣି ଚିତ୍ରଗୁପ୍ତଙ୍କୁ କହିଲେ, ପୁଣି ଥରେ ଏହାର ହିସାବ ଦେଖ। ସେ ପରମେଶ୍ୱରଙ୍କ ନାମ ଉଚ୍ଚାରଣ କରିନାହାନ୍ତି କି? ଚିତ୍ରଗୁପ୍ତ ପୁନର୍ବାର ପୁରା ବିବରଣୀକୁ ଦେଖି କହିଲେ, ପ୍ରଭୁ, ଏକତା ଯେଉଁ ନାମ ଉଚ୍ଚାରଣ କରିଥିଲା, ତାହା ସାଧୁସନ୍ଥମାନଙ୍କ ଭୟରେ କରିଥିଲା, କିନ୍ତୁ ହୃଦୟରୁ ନୁହେଁ। କିନ୍ତୁ ଥରେ ରାଧା ନାମ ଉଚ୍ଚାରଣ କରିଥିଲା। ପୁରା ଜୀବନ ପାପରେ ଅଛି। ଏବେ କ'ଣ କରିବେ? ତାପରେ ଯମରାଜ ସେହି ବ୍ୟକ୍ତିଙ୍କୁ ପଚାରିଲେ, ମୋତେ ଗୋଟିଏ କଥା କୁହ, ଆମେ ପ୍ରଥମେ ତୁମକୁ ରାଧା ନାମ ଜପ କରିବାର ଫଳ ଦେବୁ, ନା ତୁମକୁ ନର୍କକୁ ପଠାଇଦେବୁ? ତାପରେ ସେହି ବ୍ୟକ୍ତି ହାତ ଯୋଡ଼ି କହିଲା, ପ୍ରଭୁ,
ନର୍କକୁ ତ ଯିବାକୁ ପଡ଼ିବ ହିଁ। ଆପଣ ପ୍ରଥମେ ମୋତେ ଥରେ ରାଧା ନାମ ଜପ କରିବାର ଫଳ ପ୍ରଦାନ କରନ୍ତୁ। ତାପରେ ଆପଣ ଯେଉଁଠି ଚାହୁଁଛନ୍ତି ମୋତେ ସେଇଟାକୁ ପଠାଇଦେବେ। ଏବେ ଯମରାଜ ତାଙ୍କ ପୁସ୍ତକ ଖୋଲି ଦେଖିବା ଆରମ୍ଭ କଲେ। ଥରେ ରାଧା ନାମ ଜପ କରିବାର ଫଳ କ'ଣ? ସେ ସବୁ ବହି ଖୋଲିଲେ, କିନ୍ତୁ କୌଣସି ଫଳ ଦେଖିଲେ ନାହିଁ। ତାପରେ ସେ ଭାବିଲେ, ମୁଁ ଥରେ ରାଧା ନାମ ଜପ କରିବାର ଫଳ ଜାଣେ ନାହିଁ। ତାପରେ ସେ ସେହି ବ୍ୟକ୍ତିର ଆତ୍ମାକୁ ନିଜ ସନ୍ଦେହ ଦୂର କରିବା ପାଇଁ ସ୍ୱର୍ଗକୁ ନେଇଗଲେ। ସ୍ୱର୍ଗକୁ ଆସିବା ପରେ ଯମରାଜ ଇନ୍ଦ୍ରଦେବଙ୍କୁ କହିଲେ, ହେ ଇନ୍ଦ୍ରଦେବ, ମୋତେ କୁହନ୍ତୁ ଥରେ ରାଧା ନାମ ଜପ କରିବାର ଫଳ କ'ଣ? ଏହାପରେ ଇନ୍ଦ୍ରଦେବ ବହୁତ ଚେଷ୍ଟା କରିଥିଲେ, କିନ୍ତୁ ସେ ମଧ୍ୟ ଏହାର ଫଳାଫଳ ଜାଣିନଥିଲେ। ତାପରେ ଇନ୍ଦ୍ରଦେବ ବ୍ରହ୍ମାକୁ ପଚାରିବାକୁ ଆସିଲେ। ଯେତେବେଳେ ସେହିଠାରେ ସମସ୍ତ ଦେବତା ଏକାଠି ହେଲେ, ବ୍ରହ୍ମା ସମସ୍ତଙ୍କୁ ଦେଖିଲେ। ସେ ଇନ୍ଦ୍ରକୁ କହିଲେ, ଇନ୍ଦ୍ରଦେବ, ଏହି ଆତ୍ମା କିଏ? ତାପରେ ଇନ୍ଦ୍ର କହିଲେ, ସେ ସାରା ଜୀବନ ପାପ କରିଛନ୍ତି, କିନ୍ତୁ ସେ ଥରେ ରାଧା ନାମ ଉଚ୍ଚାରଣ କରିଛନ୍ତି। ରାଧା ନାମ ଜପ କଲେ କ'ଣ ଫଳ ମିଳିଥାଏ ଆମେ ଜାଣିନାହୁଁ, ସେଥିପାଇଁ ଆମେ ଆପଣଙ୍କ ପାଖକୁ ଆସିଛୁ। ତାପରେ ବ୍ରହ୍ମା ମଧ୍ୟ ବହୁତ ଚେଷ୍ଟା କଲେ ରାଧା ନାମ ଜପ କରିବାର ଫଳ କ'ଣ ଜାଣିବା ପାଇଁ, କିନ୍ତୁ ତାଙ୍କେ ମଧ୍ୟ ଜାଣିପାରିଲେ ନାହିଁ। ତାପରେ ବ୍ରହ୍ମଦେବ କହିଲେ, ଆସନ୍ତୁ ସମସ୍ତେ ଏହାକୁ ସାଙ୍ଗରେ ନେଇ ଭଗବାନ ଶଙ୍କରଙ୍କ ପାଖକୁ ଯିବା। ତାପରେ ସେ ଭଗବାନ ଶଙ୍କରଙ୍କ ନିକଟରେ ପହଞ୍ଚିଲେ। ଭଗବାନ ଶଙ୍କରଙ୍କୁ ପ୍ରାର୍ଥନା କରି ସେ କହିଲେ, ହେ ମହାଦେବ, ଏହି ବ୍ୟକ୍ତି ସାରା ଜୀବନ ପାପ କରିଛି, କେବଳ ଥରେ ସାଧୁସନ୍ଥଙ୍କ ନିର୍ଦ୍ଦେଶରେ ରାଧା ନାମ ଉଚ୍ଚାରଣ କରିଛି। ଏବେ ମୋତେ କୁହନ୍ତୁ, ଥରେ ରାଧା ନାମ ଜପ କଲେ କେଉଁ ଫଳ ପ୍ରାପ୍ତ ହୋଇଥାଏ? ତାପରେ ମହାଦେବ ବହୁତ ଚେଷ୍ଟା କରିଥିଲେ, କିନ୍ତୁ ସେ ରାଧାଙ୍କ ନାମର ମହିମା କହିପାରିଲେ ନାହିଁ। ତାପରେ ଭଗବାନ ଶଙ୍କର କହିବା ଆରମ୍ଭ କଲେ ଯେ ବର୍ତ୍ତମାନ ଆମକୁ ଭଗବାନ ଶ୍ରୀକୃଷ୍ଣଙ୍କ ନିକଟକୁ ଯିବାକୁ ପଡ଼ିବ, କାରଣ ସେ ରାଧାଙ୍କ ତତ୍ତ୍ୱକୁ ଜାଣନ୍ତି। ଏହା ଭାବି ଭଗବାନ ଶଙ୍କରଙ୍କ ସହ ସମସ୍ତ ଦେବାଦେବୀ ସେହି ବ୍ୟକ୍ତିଙ୍କ ଆତ୍ମାକୁ ନେଇ ଭଗବାନ ଶ୍ରୀକୃଷ୍ଣଙ୍କ ପରମଧାମରେ ପହଞ୍ଚିଥିଲେ। ପରମଧାମରେ ଭଗବାନ ଶ୍ରୀକୃଷ୍ଣ ରାଧାଙ୍କ ସହ ବିରାଜମାନ କରିଥିଲେ। ଭଗବାନ ଶ୍ରୀକୃଷ୍ଣ ସମସ୍ତ ଦେବଦେବୀଙ୍କୁ ସମ୍ମାନ ଦେଇ ପଚାରିଲେ, ଆଜି ହଠାତ୍ ସେମାନଙ୍କ ଆଗମନର କାରଣ କ'ଣ? ତାପରେ ଭଗବାନ ଶଙ୍କର ହାତ ଯୋଡ଼ି କହିଲେ, ହେ ପ୍ରଭୁ, ଏହି ଆତ୍ମାକୁ ଏବେ ପୃଥିବୀ ଲୋକରୁ ଅଣାଯାଇଅଛି। ସେ ତା ଜୀବନରେ ଅନେକ ପାପ କରିଛି, କିନ୍ତୁ ସେ ତା ଜୀବନରେ ଥରେ ରାଧା ନାମ ଉଚ୍ଚାରଣ କରିଥିଲେ। ଥରେ ରାଧା ନାମ ଜପ କଲେ କ'ଣ ଫଳ ମିଳେ, ତାହା ଯମରାଜ ଜାଣିପାରିନଥିଲେ। ତାପରେ ସେ ଇନ୍ଦ୍ରଙ୍କ ସହ ସ୍ୱର୍ଗକୁ ଆସି ଏ ବିଷୟରେ ସୂଚନା ଦେଇଥିଲେ। ତାପରେ ସେ ସ୍ୱର୍ଗରୁ ବ୍ରହ୍ମଲୋକକୁ ଆସିଥିଲେ। ତାପରେ ବ୍ରହ୍ମଲୋକ ଦେଇ ମୋ ପାଖରେ ପହଞ୍ଚିଲେ। ଏବେ ମୁଁ ବି ଏହି ସମସ୍ତଙ୍କୁ ଆପଣଙ୍କ ପାଖକୁ ଆଣିଛି। ଏବେ ଆପଣ ମୋତେ କୁହନ୍ତୁ, ରାଧା ନାମ ଜପ କଲେ କ'ଣ ଫଳ ପ୍ରାପ୍ତ ହୋଇଥାଏ? ଏଭଳି ଘଟଣା ଦେଖି ଶ୍ରୀକୃଷ୍ଣଙ୍କ ପାଖରେ ବସିଥିବା ରାଧାରାଣୀ ଜୋରରେ ହସିବାକୁ ଲାଗିଲେ। ତାପରେ ଶ୍ରୀକୃଷ୍ଣ କହିଲେ, ହେ ରାଧିକା, ଆପଣ କାହିଁକି ହସୁଛନ୍ତି? ତାପରେ ରାଧିକା କହିବା ଆରମ୍ଭ କଲେ, ହେ ପ୍ରଭୁ, ରାଧା ନାମର ମହତ୍ତ୍ୱ ସେମାନେ ଏପର୍ଯ୍ୟନ୍ତ ବୁଝିପାରିନାହାନ୍ତି। ତାପରେ ଭଗବାନ ଶଙ୍କର କହିବା ଆରମ୍ଭ କଲେ, ହେ ମହାରାଣୀ, ରାଧିକାଙ୍କ ନାମର ପ୍ରଭାବ କ'ଣ ଆପଣ ଆମକୁ କୁହନ୍ତୁ। ତାପରେ ରାଧିକା କହିବା ଆରମ୍ଭ କଲେ, ହେ ମହାଦେବ, ନିଜେ ଚିନ୍ତା କରନ୍ତୁ, ଏହି ବ୍ୟକ୍ତି ଜଣକ ଥରେ ରାଧାଙ୍କ ନାମ ଜପ କରିଥିଲେ। ରାଧିକାଙ୍କ ନାମ ଜପ କରି ସ୍ୱର୍ଗ ଦର୍ଶନ କରି ଆସିବା ପରେ ବ୍ରହ୍ମଲୋକରେ ବ୍ରହ୍ମଦେବକୁ ଦର୍ଶନ କରି ଆସିଲେ। ସେ ଆପଣଙ୍କୁ ମହାଦେବ ଲୋକରେ ଦର୍ଶନ କରିଛନ୍ତି। ଥରେ ରାଧାନାମ ଉଚ୍ଚାରଣ ପ୍ରଭାବରେ ଆପଣ ସମସ୍ତଙ୍କ ସହ ଆମ ଧାମକୁ ଆସିଛନ୍ତି। ସେ ମୋ ଦର୍ଶନ ଓ ଶ୍ରୀକୃଷ୍ଣଙ୍କୁ ପୂଜନ କରିଛନ୍ତି। ଏହାଠାରୁ ଅଧିକ ଫଳପ୍ରଦ ଆଉ କ'ଣ ହୋଇପାରେ? ଯେତେବେଳେ ରାଧିକାଜୀ ରାଧା ନାମର ସମ୍ପୂର୍ଣ୍ଣ ମହତ୍ତ୍ୱ ବୁଝାଇଲେ, ଯମରାଜ କହିବା ଆରମ୍ଭ କଲେ ଯେ ଏହା ଏକ ଅସୀମ ଫଳ। ଯିଏ ନର୍କକୁ ଯିବାକୁ ଯାଉଥିଲା, ସେ ଥରେ ରାଧା ନାମର ଉଚ୍ଚାରଣ ସହିତ ସମଗ୍ର ଦୁନିଆକୁ ଯାତ୍ରା କରିଛି ଏବଂ ଭଗବାନ ଶ୍ରୀକୃଷ୍ଣ ଏବଂ ରାଧାରାଣୀଙ୍କ ଚରଣରେ ନିଜେ ସମର୍ପିତ ହୋଇଯାଇଛି। ଏହାଠାରୁ ଅଧିକ ଫଳପ୍ରଦ କ'ଣ ହୋଇପାରେ? ତାପରେ ଯମରାଜ ପୁଣି କହିବା ଆରମ୍ଭ କଲେ, ଆଉ ତାଙ୍କୁ ନର୍କକୁ ଯିବାର ଆବଶ୍ୟକତା ନାହିଁ କି? ତାପରେ ଭଗବାନ ଶ୍ରୀକୃଷ୍ଣ କହିଲେ, ହେ ଧର୍ମରାଜ, ଥରେ ଯିଏ ରାଧାରାଣୀଙ୍କ ପାଦ ଦେଖିସାରିଲେ ସେ କେବେ ବି ନର୍କକୁ ଯିବେ ନାହିଁ।
ତାପରେ ସେଠାରେ ରାଧାରାଣୀଙ୍କୁ ଦର୍ଶନ କରୁଥିବା ଭକ୍ତ କହିଲେ, ହେ ରାଧିକା ରାଣୀ, ମୁଁ ସାଧୁଙ୍କ ଭୟରେ ଆପଣଙ୍କର ନାମ ରାଧା ଉଚ୍ଚାରଣ କଲି। କିନ୍ତୁ ଯେଉଁମାନେ ଆନ୍ତରିକତାର ସହ ଆପଣଙ୍କ ନାମ ଉଚ୍ଚାରଣ କରିବେ ସେମାନଙ୍କ ଜୀବନରେ କୌଣସି ଭୟ ରହିବ ନାହିଁ। ସେମାନେ କେବେ ବି ନର୍କଯାତ୍ରା କରିବେ ନାହିଁ। ସେମାନେ ସିଧା ଆପଣଙ୍କ ଚରଣରେ ସମାହିତ ହୋଇଯିବେ। ତେଣୁ ରାଧା ନାମର ଉଚ୍ଚାରଣ ଏତେ ଗୁରୁତ୍ୱପୂର୍ଣ୍ଣ। ଥରେ ରାଧାଙ୍କ ନାମ ପ୍ରକୃତ ହୃଦୟରେ ଉଚ୍ଚାରଣ କଲେ ଏବଂ ସେଥିରେ ରାଧେ ରାଧେ ଶ୍ୟାମ ମିଶାଇ ଦିଆଯାଏ, ତେବେ ରାଧା ନାମ ଜପ କରିବା ମାତ୍ରେ ଭଗବାନଙ୍କ ପ୍ରତ୍ୟକ୍ଷ ଦର୍ଶନ ମିଳିଥାଏ। ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଛି ତେବେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲରେ ନୂଆ ହୋଇଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ ନିହାତି କରନ୍ତୁ ଏବଂ ଏହାକୁ ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ପୁଣି ଥରେ ଆସିବେ ଆଉ ଏକ ସୁନ୍ଦର କଥା ନେଇ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ।